ହ୍ୟୁମାନ ସାଗର ଏବେ ନାହାନ୍ତି, ଆପଣ ତ ସମସ୍ତେ ଜାଣିଛନ୍ତି ତାଙ୍କର ଡେଥ୍ ହେଇଯାଇଛି 2 ଦିନ ହବ। ତ ତାଙ୍କ ଡେଥ୍ ପରେ କିଛି ଲୋକ କିଛି ଇନଫ୍ଲୁଏନ୍ସର କହୁଛନ୍ତି, କିଛି ଇନଫ୍ଲୁଏନ୍ସର ନୁହଁ, ବହୁତ ସାରା ଲୋକ ବି କହୁଛନ୍ତି, ଜ୍ଞାନୀ ଲୋକ ସବୁ, କି ସିଏ ହଉଛି ଜଗନ୍ନାଥକୁ ମାନିଲାନି, ଧର୍ମ ଚେଞ୍ଜ କଲା, ଜଗନ୍ନାଥ ଗୀତ ଗାଲାନି, ସେଥିପାଇଁ ଜଗନ୍ନାଥ ତାକୁ ମାରିଦେଲେ। ମାନେ ତା ଡେଥ୍ ର କାରଣ କେବଳ ଜଗନ୍ନାଥ। ଏଇ କଥା ମୁଁ ମନେ ପଡୁଛି ନର୍ଥ କୋରିଆର ପ୍ରେସିଡେଣ୍ଟ କିଙ୍ଗ ଜଙ୍ଗ ଉନ୍, ଠିକ ଅଛି, ତାଙ୍କୁ ଯେ ନ ପୂଜେ, ତାଙ୍କୁ ଯେ ନ ମାନେ, ସିଏ କଣ କରେ ନା ତାକୁ ମାରିଦିଏ। ଠିକ ଅଛି, ମାନେ ତମେ ଭଗବାନଙ୍କୁ ବା ଜଗନ୍ନାଥଙ୍କୁ ମାନେ ସେଇ ଟାଇପ ର କହୁଛ କି ଜଗନ୍ନାଥ ସେ ମାରିଲାନି ଆଉ ଜଗନ୍ନାଥ ମାରିଦେଲେ। ମାନେ ଏମିତି ଛୋଟ ଚିନ୍ତାଧାରା ଭଗବାନ କେବେ ରଖିନଥିବେ କି ମତେ ତ ମାନୁନୁ କଣ ପାଇଁ ମୁଁ ତ ମାରିଦେବି। ଆରେ ଇଏ କି କଥା? ତା ଇଚ୍ଛା, ସେ ମାନିଲା ନ ମାନିଲା, ତା ତା ପର୍ସନାଲ କଣ ହେଇଯିବ। ତ ଭଗବାନ କେବେ ଏମିତି କରିବେନି ଖେଳେ ତ ଇଏ ମତେ ମାନିଲାନି ସେ ମାରିଦେବି, ସେ ମତେ ମାନୁଛି ତାକୁ ବଞ୍ଚେଇ ରଖିବି, ଏମିତି ନୁହଁ। ସମସ୍ତ ଡେଥ୍ ହବ, ଠିକ ଅଛି, ସମସ୍ତେ ଆସିଛନ୍ତି ମାନେ ସମସ୍ତେ ମରିବେ। ଆଉ ତ ସିଏ ତାର ଲିଭର ପ୍ରୋବ୍ଲେମ ଯୋଗୁଁ, କିଡନୀ ପ୍ରୋବ୍ଲେମ ଯୋଗୁଁ କଣ ସେ ତାଙ୍କର ଡେଥ୍ ହେଇଛି। ତ ତମେ ମାନେ କହୁଛ କି ତାକୁ ଜଗନ୍ନାଥ ମାରିଦେଲେ, ଜଗନ୍ନାଥକୁ ମାନିଲାନି, ଧର୍ମ ଚେଞ୍ଜ କଲା, ଇଏ କଲା ସିଏ କଲା, ଫାଲତୁ କଥା ଆଉ ତା ଛଡା କିଛି ନୁହଁ।